ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲ୍ଲାପାଳ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା IAS 2021 ବ୍ୟାଚ୍ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ 20 ଲକ୍ଷ ଟଙ୍କା ଲାଞ୍ଚ ଦାବିରେ କିସ୍ତି ବାବଦରେ 10 ଲକ୍ଷ ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରିବା ସମୟରେ ଧରାପଡ଼ିଛନ୍ତି। ଅନ୍ୟଥା ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଉଛନ୍ତି। ଅଭିଯୁକ୍ତ ସବ୍ କଲେକ୍ଟର ଅଭିଯୋଗକାରୀଙ୍କୁ ଧର୍ମଗଡ଼ସ୍ଥିତ ତାଙ୍କର ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଗ୍ରହଣ କରିଥିଲେ। ତାଙ୍କ ଦୁଇ ହାତରେ ବିଭିନ୍ନ ମୂଲ୍ୟର 26 ନମ୍ବର 100 ନୋଟ୍ ବଣ୍ଡଲ ଯାଞ୍ଚ କରିଥିଲେ ଏବଂ ତାଙ୍କ ବାସଭବନ ଅଫିସ୍ ଟେବୁଲ ଡ୍ରରେ ଭିତରେ ରଖିଥିଲେ। ଏହାପରେ ତାଙ୍କ ସରକାରୀ ବାସଭବନରେ ତଲାସି ସମୟରେ ଆହୁରି 47 ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଆହୁରି ତଲାସି ଜାରି ରହିଛି। ଏହି ସମ୍ପର୍କରେ ଭିଜିଲାନ୍ସ ସେଲ୍ PS କେସ୍ ନମ୍ବର 6/2025 ରେ 7 PC ଆଇନ 1988 ଅନୁଯାୟୀ PC ସଂଶୋଧନ ଆଇନ 2018 ଦ୍ୱାରା ସଂଶୋଧିତ ପଞ୍ଜୀକୃତ କରାଯାଇଛି। ତଦନ୍ତ ଜାରି ରହିଛି। କଳାହାଣ୍ଡିରୁ ସମୀର କୁମାର ନାଗଙ୍କ ରିପୋର୍ଟ, ଜନହିତକାର ଲାଇଭ୍।